ବିଦ୍ୟୁତ୍ ଆଘାତରେ ଶିକ୍ଷକଙ୍କ ମୃତ। ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅନ୍ତର୍ଗତ ଶଙ୍ଖାମାଳ ଗ୍ରାମର ବ୍ୟକ୍ତି ତଥା ନିକଟସ୍ଥ ନାୟକପଡ଼ା ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶ୍ରୀନିବାସ ପ୍ରଧାନ ବୟସ 49 ଓରଫ ବାବୁଲା ପ୍ରଧାନ ଆଜି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ କି ଶ୍ରୀ ପ୍ରଧାନ ବିଦ୍ୟାଳୟ କାର୍ଯ୍ୟ ସାରି ଘରକୁ ଫେରିବା ପରେ ନିଜ ବାରିପଟ ବଗିଚାରେ ଟୁଲ୍ ପମ୍ପ ସହାୟତାରେ ପାଣି ଦେବାକୁ ଉଦ୍ୟମ କରୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯିବାରୁ ସଙ୍ଗେ ସଙ୍ଗେ ଅଚେତ ହୋଇ ପଡ଼ିଥିଲେ। ଏହାପରେ ପରିବାର ଲୋକେ ଆମ୍ବୁଲାନ୍ସ ସହାୟତାରେ ନିକଟସ୍ଥ ବୌଦ୍ଧ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିକ୍ଷକ ଶ୍ରୀ ପ୍ରଧାନ ଜଣେ ମେଳାପି ତଥା କ୍ରୀଡ଼ାପ୍ରେମୀ ବ୍ୟକ୍ତି ଥିବାରୁ ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନୁଗୁଳରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।